ନାଇଁ ଅଶ୍ଳୀଳ ନୃତ୍ୟ ପ୍ରେମୀ କଣ ଦେଖିବେ ତାକୁ ଆଉ କିଛି ଦେଖିବାକୁ ନାହିଁ ସେ ଅଶ୍ଳୀଳ ନୃତ୍ୟ ଅଛି ଯେ ଲଙ୍ଗଳା ହେଇକି ଆସିକି ନାଚିବେ ସେ ଦେଖିବେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଏଠି ଯୋଉ ଖଣ୍ଡଗିରି ମେଳା ହଉଛି ସାଧୁ ସନ୍ନ୍ୟାସୀଙ୍କ ମେଳା ପାଇଁ ଯାତ୍ରା ହଉଛି ସେଠି ଗୋଟେ ଏପଟର ଯାତ୍ରା ହଉଛି ସେପଟର ସାଧୁ ସନ୍ନ୍ୟାସୀ ବସୁଛନ୍ତି ଏଟା ଖଣ୍ଡଗିରିରେ ଗୋଟେ କୁମ୍ଭ ମେଳା ଏଟାକୁ କୁହାଯାଏ ତେଣୁ ସେ ଜାଗାରେ ଅଶ୍ଳୀଳ ନୃତ୍ୟ କାହିଁକି ହବ ଯାତ୍ରା ହଉ ଲୋକମାନେ ମନୋରଞ୍ଜନ କରନ୍ତୁ ଯାତ୍ରାରେ ଭୁବନେଶ୍ୱରରେ ଅଶ୍ଳୀଳ ନୃତ୍ୟ ହେଇପାରିବ ନାହିଁ ଯିଏ ବି ନାଚବାଲି ଅଛନ୍ତି ନାଚିପାରିବେ ନାହିଁ ଆମ ବିଧାୟକ ଯୋଉ କଥା କହିଛନ୍ତି ଯୋଉ ଠେଙ୍ଗା 100 ଠେଙ୍ଗା ଯୋଗାଡ଼ ହେଇକି ରହିଛି 100 ଠେଙ୍ଗା ଯୋଗାଡ଼ ହେଇକି ରହିଛି ଯଦି କିଏ ଲଙ୍ଗଳା ହେଇକି ନାଚିବ ଆରେ ଭାଇ ମୋର କହିବା କଥା ତମେ ଲଙ୍ଗଳା ହେଇକି କାହିଁ ନାଚୁଛ ଯୋଉମାନେ ଯୋଉ ନୃତ୍ୟଶିଳ୍ପୀ ଯୋଉ ନୃତ୍ୟାଙ୍ଗନା ସବୁ ଅଛନ୍ତି ଆମ ଓଡ଼ିଶାର ଯୋଉ ଲଙ୍ଗଳା ନାଚ ନାଚୁଛନ୍ତି ସିଏ ଭଲ ନାଚିପାରିବେ ଭଲ ଡ୍ରେସ୍ ପିନ୍ଧିକି 90 ଦଶକରେ କଣ ଆଇଟମ ନାଚ ହଉନଥିଲେ କି ସେ କୋଉ ଭଳିଆ ଡ୍ରେସ୍ ପିନ୍ଧୁଥିଲେ ସେ ଗୀତ ମଧ୍ୟ ବହୁତ ହିଟ୍ ଗୀତ ହେଇଛି ଲୋକ ଦେଖୁଥିଲେ ମିଲିୟନ ଭିଓର ତମେ ସେମିତି ଗୋଟେ ଯାତ୍ରାରେ କଣ 10 ଲକ୍ଷ ଲୋକ ପଶୁଛନ୍ତି ନା କଣ ତେଣୁ ତମେ ଯଦି ତମେ ଭଲ ନା ନୃତ୍ୟଶିଳ୍ପୀ ଭଲ ଗୀତରେ ଭଲ ଡ୍ରେସ୍ ପିନ୍ଧି ନାଚିଲେ ତମକୁ ଲୋକ ଦେଖିବେ କେବଳ ନାଚ ଆଇଟମ ନାଚ ନାଁରେ ନିଜ ଶରୀରକୁ କିଏ କୋଉଠି ଟାଣିକି ଦେଖାଇ ଦଉଛି କିଏ କୋଉଠି ଖୋଲିକି ଦେଖାଇ ଦଉଛି ସମ୍ପୂର୍ଣ୍ଣ ଲଙ୍ଗଳା ହେଇ ପଡୁଛନ୍ତି ଟଙ୍କା ପାଇଁ ସମ୍ପୂର୍ଣ୍ଣ ଉଲ୍ଲଗ୍ନ ହେଇଯିବା ଗୋଟେ ଶରୀର ଦେଖେଇଦବା ଇଏ ଗୋଟେ ଇଏ ଆମ ଓଡ଼ିଶାର ଇଏ କେବେ ରୋଗ ଗ୍ରାସ କଲା ଇଏ ଯୋଉ ଆଇଟମ ନାଚବାଲିଙ୍କି ସବୁ ମତେ ଆଶ୍ଚର୍ଯ୍ୟ ଆଉ ଆମ ଏଠି କେତେ ଭାଡୁଆ ସବୁ ଓଡ଼ିଶାର ସୃଷ୍ଟି ହେଲେ ଯିଏ ଯୋଉ ଲଙ୍ଗଳା ନାଚ ଦେଖିବା ପାଇଁ ପ୍ରସ୍ତୁତ ଦିନ ରାତି ଅଛନ୍ତି କୋଉ ସମୟ ନାଚ ହବ ମୋର କହିବା କଥା ଆପଣ ଚାଲନ୍ତୁ ଦେଖିବେ ୟୁପି ଦେଖିବେ ବିହାର ଦେଖିବେ ଝାଡଖଣ୍ଡ ଦେଖିବେ ସବୁ ରାଜ୍ୟରେ ତାଙ୍କର ଗୋଟେ ସ୍ୱତନ୍ତ୍ର ଷ୍ଟେଜ ଅଛି ଯୋଉଠି ଲଙ୍ଗଳା ନାଚ ହୁଏ ଯେମିତି ଆମର ଏଠି ଆମର ଏମିତି ମେଲୋଡି ହଉଛି ମେଲୋଡି ହେଲେ ଗୋଟେ ଷ୍ଟେଜରେ ମେଲୋଡିରେ କଣ ଯାତ୍ରା ନାଟକ ହଉଛି କି ମେଲୋଡି ଭଳିଆ ଗୋଟେ ନାଚ ହଉ ସେଠି ଯିଏ ଭାଡୁଆ ଯୋଉଠି ଯିଏ ଦେଖିବା କଥା କୋଉଠି ଗୋଟେ ହଉ ଟିକେଟ କାଟି ଦେଖ ଯାତ୍ରା ଯୋଉଠି ଓଡ଼ିଶାର ଲୋକମାନେ ସାଧାରଣ ଗୋଟେ ତା ପରିବାରକୁ ନେଇକି ଯାଏ ସେ ଜାଗାରେ ତମେ ଯେତେବେଳେ ତମ ଶରୀରକୁ ଅଙ୍ଗ ସମ୍ପୂର୍ଣ୍ଣ ଦେଖେଇ ଦଉଛ ସେ ଜାଗାରେ ତା ମା ତା ମୁହଁକୁ ଅନଉଥିବ ତା ଝିଅ ତା ମୁହଁକୁ ଅନଉଥିବ ସ୍ୱାମୀ ତା ସ୍ତ୍ରୀକୁ ଅନଉଥିବ ତା ପୁଅ ତା ମାକୁ ଅନଉଥିବ ଏଭଳି ପରିସ୍ଥିତି ସୃଷ୍ଟି ହଉଛି ଇଏ ସମାଜ ଉପରେ ଗୋଟେ ନକାରାତ୍ମକ ପ୍ରଭାବ ପଡୁଛି ଆଇଟମ ନାଚ ଯୋଉମାନେ କରୁଛନ୍ତି ସେମାନେ ତାଙ୍କ ପେଟ ପାଟଣା ପାଇଁ ନାଚ କରୁଛନ୍ତି ନାଚ କରିବା ପାଇଁ ଆଇଟମର କେବଳ ନୁହଁ ଯେ ତମ ଶରୀର ଲଙ୍ଗଳା ହେଇକି ଦେଖିବା ପାଇଁ ସେ ନାଚ କରନ୍ତୁ ତାଙ୍କୁ କେହି ମନା କରୁନାହାନ୍ତି ସେ ଭଲ ଡ୍ରେସ୍ ପିନ୍ଧି ଭଲ କପଡ଼ା ପିନ୍ଧି ନାଚନ୍ତୁ ଡ୍ରେସ୍ ଖୋଲିକି ନାଚୁଛନ୍ତି ବୋଲି ତାଙ୍କୁ ସମ୍ମାନିତ କରୁଛନ୍ତି ଉତ୍ତରୀୟ ଦେଇକି ସମ୍ମାନିତ କରୁଛନ୍ତି ଆରେ ଶୁଣନ୍ତୁ ଏଠି ବର୍ତ୍ତମାନ ମୁଁ ତ ଆଗକୁ ବର୍ତ୍ତମାନ ଗୋଟେ ବାହାର କରୁଛି ଆୱାର୍ଡ ଦେବି ଏଇ ଯୋଉ ସମ୍ମାନିତ କରିବି ମୁର୍ଦାର ଉପରେ ସମ୍ମାନ ଦେବି ମୁର୍ଦାର ମଶାଣୀ ଉପରେ ମଶାଣୀରେ କିଏ ସମ୍ମାନ ନବ ଆସ ଅଛନ୍ତି ଲୋକ ମଶାଣୀ ଉପରେ ସମ୍ମାନ ନେବେ ସେଇଭଳି ଏ ଯୋଉ ସମ୍ମାନ ନଉଥିବା ଆଉ ଦଉଥିବା ଉଭୟ ବ୍ୟକ୍ତିର ଯୋଗ୍ୟତାଟା ଆମେ ଦେଖିଲେ ନା ନାହିଁ ସେ ଯୋଉ ସମ୍ମାନରେ କଣ ଗୋଟେ କଲଚର ଆସୋସିଏସନ କରି ସିଏ ଯାହାକୁ ନେଇକି ସମ୍ବର୍ଦ୍ଧିତ କଲେ ସିଏ ତାଙ୍କ ଶରୀରଟାକୁ ସମ୍ପୂର୍ଣ୍ଣ ଦେଖେଇ ଦେଇଥିଲେ ଓଡ଼ିଶାରେ କାଣି ଅଧାଏ ଲୋକ ଦେଖିଛନ୍ତି ସେଇଭଳିଆ ଲୋକଙ୍କୁ ସମ୍ମାନ ଦଉଛି ମାନେ ସେ ସଂଗଠନର ଯୋଗ୍ୟତା କେତେ ଆଉ ସେ ଯୋଉ ଲୋକମାନେ ଦେଇକି ଆୱାର୍ଡ ଦଉଛନ୍ତି ଖୁସିରେ ସେମାନଙ୍କର ଯୋଗ୍ୟତା କଣ ଆମେ ଦୁନିଆ ଓଡ଼ିଶାବାସୀ ଦେଖିଲେ ଆଶ୍ଚର୍ଯ୍ୟ ଆପଣ ଏଠି ତ ମୁଁ ତ ଦେଖୁଛି ତମେ ଯାହା କର ତମକୁ ସମ୍ମାନଟେ ମିଳିବ କାରଣ ଏତେ ସମ୍ମାନ ଆମ ଓଡ଼ିଶାର ଶସ୍ତା ହେଇଯାଇଛି ମାତ୍ର କିଛି ଟଙ୍କା ଦେଇଦେଲେ ନହେଲେ ତେଲ ଟିକେ ମାରିଦେଲେ ଆପଣଙ୍କୁ ସମ୍ମାନ ମିଳିଗଲା ଯେ ସମ୍ମାନ ଦବା ପାଇଁ ଆଉ ଦଉଥିବା ନଉଥିବା ଉଭୟ ଲୋକ ବ୍ୟକ୍ତିଙ୍କର ଯୋଗ୍ୟତା ରହିଥିବା ଦରକାର ଆପଣ ଜଣେ ସମାଜସେବୀର ସଭାପତି ଅଛନ୍ତି ସେ କହୁଛନ୍ତି ଆମେ ଯାହା ରୋଜଗାର କରୁଛୁ ତାର 40% ସମାଜସେବୀରେ ଲଗାଉଛୁ ତ ଆପଣ ତ ସମାଜସେବୀ ଜଣେ ତ ଏମାନଙ୍କୁ ସମାଜ ସେବା ପାଇଁ ତାଙ୍କୁ ଯୋଉ ପଇସା ରୋଜଗାର କିଲେ ଆଳୁ 10 ଦୟାଳୁ କିଲେ ଆଳୁକୁ 10 ଦୟାଳୁ ବର୍ତ୍ତମାନ ସାରିଛନ୍ତି ଆମ ରାଜ୍ୟରେ ଆଉ ଅଭାବ ନାହାନ୍ତି ସମାଜସେବୀଙ୍କର କେଜି ଆଳୁ ଦେଇକି 10 କି ଦୟାଳୁ ତମେ ସେଠି ଲଙ୍ଗଳା ହେଇକି ନାଚ କରି ଲୋକଙ୍କୁ ମାନେ ଖରାପ ନଷ୍ଟ କରିସାରିଲା ପରେ ତମେ ଆଣିକି କାହାକୁ ଗୋଟେ ବିସ୍କୁଟ ଦେଇକି ସମାଜସେବୀ ଆୱାର୍ଡ ଲଜ୍ଜା ଲାଗୁନି ଏଇ ଯୋଉ ସଂଗଠନ ଯୋଉ ଦଉଛି କୋଉ ସଂଗଠନ ତା ଲିଷ୍ଟ ମୁଁ ବାହାର କରୁଛି ତାପରେ ବହୁତ ଦିନ ହେଲା ମତେ ବହୁତ ସେ ମହାସଭାର ସଭାପତି ଭାବେ ବହୁତ ଲୋକ କହିଲେଣି ଯେ ତାପରେ ଗୋଟେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉ କାର୍ଯ୍ୟାନୁଷ୍ଠାନ କଣ ବେହିଆଙ୍କ ଉପରେ ଆମେ ନବା ସମାଜ ସେବାରେ ବି ରାଜନୀତି ନା ସମାଜସେବୀଙ୍କ ଭିତରେ ସମାଜ ସେବାର ରାଜନୀତି ନାହିଁ
କିନ୍ତୁ ସମାଜସେବାର କିଛି ସଂଗଠନ ଯୋଉମାନେ ଏଭଳି କାମ କରୁଛନ୍ତି ସେମାନେ ଆମ ସମାଜସେବୀ ସଂଗଠନ ମାନଙ୍କୁ ବଦନାମ କରୁଛନ୍ତି। ତେଣୁ ଏଭଳି ସଂଗଠନକୁ ବାଛନ୍ଦ କରିବା ଦରକାର। ଏ ନିଶା ମହାରଣା କହୁଛନ୍ତି ଯଦି ମତେ ନ ପଶେଇଲେ ମୁଁ ନଙ୍ଗଳା ହେଇଯିବି ଯୋଉ ଟ୍ରାଫିକ ପୁଲିସ। ଆରେ ସେଠି ଟମାଟୋ ଆଉ ଅଣ୍ଡା ରେଡି ହେଇକି ରହିଛି। ଲଙ୍ଗଳା ହବାକୁ ହେଲେ ଟମାଟୋ ଅଣ୍ଡା ଢାଏ ଢାଏ ମାଡ଼ ହବ, ତାପରେ ତା ସାଙ୍ଗରେ ଜୋତା ଆଉ ଠେଙ୍ଗା ନା ଠେଙ୍ଗା ତ ରଖା ହେଇଛି, ସାଇଜ କରାହେଇକି ସିନ୍ଦୁର ମରା ହେଇକି। ଆଉ କାମ ହବ ନା ହବ, ଠେଙ୍ଗା ପାର ହବ ନା ହବ କହିହବନି, କିନ୍ତୁ ଠେଙ୍ଗା ରେଡି କରି ରଖା ହେଇଛି। କାହାକୁ ମାରିବେ କମିଟି ନା ନା କାହାକୁ ଆମେ ରଖା ହେଇଛି। ମାନେ ମାରିବେ କାହାକୁ? ନା ନା କହିଲି ବା ବାଘର ଫାଗକୁ ଭୟ ଅଛି ନା, ବାଘର ଫାଗକୁ ଭୟ ଅଛି, ବାଘର ଫାଗକୁ ଭୟ ଅଛି। ଆମେ ଠେଙ୍ଗା ରେଡି କରି ରଖିଛନ୍ତି, ଆମର ବିଧାୟକ ରଖିଛନ୍ତି, ଆମର ଲୋକମାନେ ଭୁବନେଶ୍ୱର ବାସୀ ରଖିଛନ୍ତି। ନାଚ ହେଲା ପରେ ଦେଖାଯିବ, ଆମେ ଆଗରୁ କାହିଁ କହିବୁ କାହାକୁ ବାଡେଇବୁ ନ ବାଡେଇବୁ।